ବାଲିଅନ୍ତରେ 25 ଭୂମିହୀନ 31 ବିଦ୍ୟାଳୟକୁ ଜମିପଟ୍ଟା ବଣ୍ଟନ କଲେ ସାଂସଦ ଅପରାଜିତା। ବାଲିଅନ୍ତା ତହସିଲ ପ୍ରଶାସନ ପକ୍ଷରୁ ଆଜି 25 ଜଣ ଭୂମିହୀନ ପରିବାର 25 ପ୍ରାଥମିକ ସ୍କୁଲ ଓ 6ଟି ହାଇସ୍କୁଲକୁ ଜମିପଟ୍ଟା ବଣ୍ଟନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏନେଇ ବାଲିଅନ୍ତା ତହସିଲ କାର୍ଯ୍ୟାଳୟ ସଭାକକ୍ଷରେ ପୂର୍ବାହ୍ନରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୂମିହୀନ ପରିବାର ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଜମିପଟ୍ଟା ବଣ୍ଟନ କରିଥିଲେ। ଏଥିସହିତ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ଗୋଦାମ ଗୃହ ସାଂସଦ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ଜୟଦେବ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଚାଣକ୍ୟ ଚୌଧୁରୀ, ଦ୍ୱାରିକାନାଥ ଦାସ, ତହସିଲଦାର ବିମଳ କୁମାର ଲେଙ୍କା, ବ୍ଲକ ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନାଙ୍କ ସମେତ ଶିବ ମଲ୍ଲିକ, ପ୍ରଦୀପ୍ତ ମହାନ୍ତି, ସିଦ୍ଧେଶ୍ୱର ନାଥ, ମଣ୍ଡଳ ସଭାପତି ବିଜୟ ମହାରଣା ଏବଂ ଦିଲ୍ଲୀପ ବେହେରା ପ୍ରମୁଖଙ୍କ ସମେତ ବହୁ କର୍ମୀ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।